ଦେଖନ୍ତୁ ଏଇଟା ହେଉଛି ଆମ ଟୁଙ୍ଗା ଏଇଟା ଗାଇସ୍ ଏଇଟା ତାର ଦେଖିପାରୁଥିବେ ଏଠି ହାତ ମାରିଲେ ଆପଣ ପୁରା ଧୂଆଁ ହେଇଯିବେ ତେଣୁ ହାତ ମାରିବେନି ଯେ ଆପଣ କେଉଁ ଲୋକେସନ୍ ଏମିତି ଯାଉଛନ୍ତି କଲ୍ ଫଲ୍ କରିବା ପାଇଁ ତାର ଫାର ଦେଖାଯିବ ଦେଖନ୍ତୁ ଆପଣଙ୍କୁ ଦେଖାଇ ଦେଉଛି এই দেখুন তার ଆପଣ ଯଦି ଏମିତି କିଛି ଦେଖାଯିବ ତାକୁ ଏମିତି ଟଚ୍ କରିବେନି ନହେଲେ ସେମିତି ଓହଲଥିବେ ବାପା ମା ସେଠି କାନ୍ଦୁଥିବେ ବାପୁନୁ କ'ଣ କହିବାକୁ ଚାହିଁବ ଆମ କହିବାକୁ ଚାହୁଁନି ଏତିକି କହିବାକୁ ଚାହୁଁଛି କେବଳ ଆମ କାମଟା ଜଲ୍ଦି ସରିଛି ହଁ ଏତିକି କହି ତାଙ୍କ ଦେଖିପାରୁଥିବେ କି ଆମ ବାବୁନା ଭାଇ ଏଠି କାମ କରୁଛନ୍ତି କାଲୁଆ ପୁଅ ଏଠି କାମ କରୁଛି ଗେଟ୍ କାମ ସରିଯାଇଛି ଯେତିକି ଦେଖୁଛ ସବୁ ଆସିବ ତାହେଲେ ଭିଡ଼ିଓ ଦେଖିବ ନା ଲାଇକ୍ ଫାଇକ୍ କରିବନି ଯଦି ଲାଇକ୍ କରିବ ଆସିବ ଯଦି ଲାଇକ୍ ନ କରିବ ଆସିବନି ହେଲା ଯା ପଳା ଲାଇକ୍ କମେଣ୍ଟ ସେୟାର ଆମ ବିଶ୍ୱ ଭାଇକି ଟିକେ କରିଦେବେ କାହିଁକିନା ନୂଆ ଚ୍ୟାନେଲ୍ ଦେଖିପାରୁଥିବେ ଆମ ଠାକୁର ଆପଣମାନେ ଦେଖନ୍ତୁ ଆମର ପୁରା ଏଣ୍ଟାର ଯଶବନ୍ତପୁର ଗାଁର ଠାକୁର ଦେଖନ୍ତୁ ଆମର ଏଇଟା ପାଇପ୍ ଆମର ଲିପାଲିପି ଦେଖନ୍ତୁ ଗାଇସ୍ ଏଇଟା ସରକାରୀ ପାଇପ୍ ଆପଣ ତ କେବେ ଦେଖିନଥିବେ ଚାଲନ୍ତୁ ଆପଣଙ୍କୁ ଦେଖାଇ ଦେଉଛି ପାଇପ୍ ଗାଇସ୍ ନବୀନ ପାଇପ୍ ନବୀନ ପଟ୍ଟନାୟକ ରିଟାୟାର୍ଡ ହେଇସାରିଲେ ତଥାପି ପାଇପ୍ କରିଯାଇଛନ୍ତି କାହିଁକିନା ନବୀନ ପଟ୍ଟନାୟକ ଆମେ ଖାସ୍ ଲୋକ ନା ଦେଖନ୍ତୁ ଆପଣ ଠାକୁର ଆମ ଠାକୁର ଆପଣଙ୍କୁ ଦେଖାଇ ଦେବୁ ଦେଖନ୍ତୁ ହେଉଛନ୍ତି ଆମ ଗାଦିଙ୍କ ଠାକୁର ଦେଖନ୍ତୁ ଆମର କାର୍ଡ଼ ଆପଣମାନଙ୍କ ଯଦି କାର୍ଡ଼ ପହଞ୍ଚିନି ତାହେଲେ ଆପଣ ଏଇଠି ଦେଖିଦିଅନ୍ତୁ ଦେଖନ୍ତୁ ଆମ କାର୍ଡ଼ କଲ୍ୟାଣ କଲେ ୟୁଟ୍ୟୁବ ଚ୍ୟାନେଲ 1 ମିଲିୟନ ସବସ୍କ୍ରାଇବର ହେଇଯିବ କ'ଣ ଫୋନ୍ଟା ଧରି ବୁଲୁ ଆରମ୍ଭ କର ଭାଙ୍ଗି ଦେଲା ସିଲୁ ଦେଖନ୍ତୁ ଆଉ ଏଠି ଆମ କାମ କନଷ୍ଟାଣ୍ଟ ଚାଲିଛି ଆମ କାମ ବନ୍ଦ ହେଇନି କନଷ୍ଟାଣ୍ଟ ଆମ କାମ ଚାଲିଛି ଦେଖନ୍ତୁ ଆମର ଏଠି ଯଜ୍ଞ କୁଣ୍ଡ ଆପଣମାନଙ୍କୁ ଦେଖାଇ ଦେଉଛି ଭିତରୁ ନଜାରାଟା ଦେଖନ୍ତୁ ଲାଇଟ୍ ମାଇଟ୍ ତା ଭିତରେ ସବୁ ଆପଣଙ୍କୁ ଦେଖାଇ ଦେଉଛି ତେଣୁକରି ଆପଣ ଯେମିତି ଜାଣିପାରିବେ ଯଜ୍ଞ କୁଣ୍ଡ ଏମିତି ହୁଏ ବୋଲି ଯଦି ଦେଖନ୍ତୁ ମଶା ବି ବାହାରିଲେ ଯଦି ଆପଣ ମଶା କାମୁଡ଼ା କେବେ ଖାଇନଥିବେ ଆପଣମାନେ ଯଦି ମଶା କାମୁଡ଼ା କେବେ ଖାଇନଥିବେ ତାହେଲେ ମଶା କାମୁଡ଼ା ଖାଇବାକୁ ଆମର ଏଇ ଯଜ୍ଞ କୁଣ୍ଡ ଯଦି ଆସନ୍ତୁ ଏଠି ବସି ପଡ଼ିବେ ମଶା ଭଲ ହେଇ କାମୁଡ଼ିବେ କିଛି ଟେନସନ୍ ନ ନାହିଁ ମାଗଣା ମଶା ଇଏ ହେଉଛନ୍ତି ଆମ ଗାଁର ଗୌରବ ଅଣ୍ଡାଖିଆ ଦେଖିପାରୁଥିବେ ଇଏ ହେଉଛି ବାଲି ଫାଲି ଦେଖିପାରୁଥିବେ ଗାଇସ୍ ଏଇଟା ହେଉଛି ଆମ ନରାଗଦା ଆପଣମାନେ ତ କେବେ ଦେଖିନଥିବେ ଚାଲନ୍ତୁ ଆଗକୁ ବଢ଼ିବା ଭିଡ଼ିଓରେ ଇଏ ହେଉଛନ୍ତି ଆମ ବିଶ୍ୱ ଭାଇ ଆପଣମାନେ ତ ଆଗ ସବୁ ଚିହ୍ନିଥିବେ ଇଏ ଗୋଟେ ଓଡ଼ିଶାର ନାମୀ ଦାମୀ ବ୍ଲଗର୍ସ ଦେଖନ୍ତୁ ଆମେ ଖାଲି ଗୋବର ପକେଇ ଗୁଡ଼ା ସବୁ ଲିପିଛୁ ବହୁତ ପରିଶ୍ରମ କାଲି ଏଠି ଆମେ ରାତି 12ଟା ଯାଏଁ କରିଛୁ ଦେଖନ୍ତୁ ଗାଈ ସେଇଟା ଟଗର ଗଛ ଆମ ଏତେ ପରିଶ୍ରମର ଫଳ ପାଇଁ ଆପଣଙ୍କ ପାଇଁ ଆମେ ସେଗୁଡ଼ା କଲୁ ଯଦି ଆପଣମାନେ ଯଦି ଆମ ପାଇଁ ଏତିକି ଟିକେ ନ କରିବେ ଆପଣମାନେ କାହିଁ ଅଛନ୍ତି ଆପଣମାନେ ଆମ ପାଇଁ ଏତିକି କରନ୍ତୁ ଭିଡ଼ିଓକୁ ଲାଇକ୍ କମେଣ୍ଟ ସେୟାର ଆଉ ବହୁର ମାତ୍ରାରେ ଭିଡ଼ିଓକୁ ଯାହା କତି ପାଉଛନ୍ତି ତା କତି ପଠାନ୍ତୁ ମାନେ ଯାହାର ସବୁ ଯାହା କତି ଆପଣ ପାଉଛନ୍ତି ତାଙ୍କ ସବୁ ଭିଡ଼ିଓ ପଠାଇ ଦିଅନ୍ତୁ ସେମାନେ ସବୁ ଦେଖିବା ଦରକାର ଦେଖନ୍ତୁ ଆମ କତି ଗୋଟେ ନୂଆ ଏବେ ପଳେଇ ଆସିଛନ୍ତି ନୂଆ ନାବାଳକ ସେମାନେ ଯେଉଁ ସାବାଳକ ଆମର ଓମ୍ ଭାଇ ମତଲବ କି ବଟୁଆ ଭାଇ ଦେଖିପାରୁଥିବେ
ওই যে ଆମର ଫୁଲ୍ ଏଣ୍ଟାରଟା ଆପଣଙ୍କୁ ଚାଲନ୍ତୁ ଦେଖାଉଛି। ଆପଣ ଆମ ରଙ୍ଗବାଲାଙ୍କୁ ବି ଦେଖିପାରୁଥିବେ, ମାନେ ଆମ ବାବୁନା ଭାଇ ରଶ୍ମି ରଞ୍ଜନ ବାରିକ ଇନଷ୍ଟା ନା ଇଟ୍ସ ମି ରଶ୍ମି। ହଁ ଗାଇସ୍, ଆପଣମାନଙ୍କୁ ମୁଁ ଆଜିଠାରୁ ମାନେ ଆମର କାଲି ଯଜ୍ଞ, ଆମର କାଲି ଚତୁର୍ଥ ପରି ପନ୍ନ ଯଜ୍ଞ, ଆପଣମାନଙ୍କୁ ମୁଁ ଆଷ୍ଟରୁ ନିମନ୍ତ୍ରଣ କରିଦେଲି। ଆପଣମାନଙ୍କୁ ମୁଁ ଫଟୋ କାର୍ଡ଼ ଫଟୋ ବି ଛାଡ଼ିଦେବି ବାୟୋରେ। ଆପଣଙ୍କୁ ବାୟୋରେ ଆମ ନିମନ୍ତ୍ରଣ ଲିଙ୍କ୍ ଦେଇଦେବି। ଆପଣ ବହୁଳ ମାତ୍ରାରେ ଲୋକଙ୍କୁ ସବୁ ନେଇକି ଆସିକି ଆମର ଏଠି ପହଞ୍ଚିବେ। ଆପଣଙ୍କ ପାଇଁ ଏଗୁଡ଼ା ସବୁ ହେଉଛି। ଆପଣ ଯଦି ଭିଡ଼ିଓଟି ଲାଇକ୍ କମେଣ୍ଟ ସେୟାର ନ କରିବେ ଦେଖିପାରୁଥିବେ ଏଇଠି। ହଉ, ଏତିକି କହି ମୁଁ ବକ୍ତବ୍ୟକୁ ଶେଷ କରିବାକୁ ଚାହୁଁଥିବି। ଆପଣ ମାନେ ତ କେବେ ଭାଷଣ କହିନଥିବେ, ସେଥିପାଇଁ ଭାଷଣ ଆପଣଙ୍କୁ ଶିଖଉଛି। ବିଶ୍ୱ ଭାଇ ଆପଣ କ'ଣ କହିବାକୁ ଚାହିଁବେ? ନାଇଁ ମୁଁ କିଛି କହିବାକୁ ଚାହୁଁନି, ମୋବାଇଲ। ହଉ, ବାଏ ବାଏ ଗାଇସ୍। ଫାଇନାଲି ଆଜି ଯଜ୍ଞ ଘରଟା କମ୍ପ୍ଲିଟ୍ ହେଲା। ଠିକ୍ ଅଛି, ରେଡ଼ି। ଖାଲି ଶୁଖିଲା ପରେ ଆଉ ପରସ୍ତେ ନିପା ହବାର ଅଛି। ଆଉ କ'ଣ ହବ କି? କାଲି ଲିପା ହବ। ଖାଲି ଟିକେ କ'ଣ କହିଲ, ପାଣି ହାତ କରିକି ଯୋଉ ଘଷନ୍ତି ନାଇଁ, ଯୋଉ ଦେଖିନ ଇଏ ମୂର୍ତ୍ତି ଘଷନ୍ତି ନାଇଁ, ଯେମିତି ସେଇ ଟାଇପ୍ର ଘଷେ, ଚିକଣ ପୁରା ହେଇଯାଏ। କ'ଣ ମାଟି ବା ବତୁରି ଆଣିଥିଲୁ।